ଗଞ୍ଜାମ ଜିଲ୍ଲା ପାଇଁ 492 କୋଟି ଟଙ୍କାର ପ୍ରକଳ୍ପ ଭେଟି ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ 492 କୋଟିର ପ୍ରକଳ୍ପ ଶୁଭାରମ୍ଭ ସହ ବଡ଼ ଘୋଷଣା। ଲୋକପ୍ରିୟ ଚାରିଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଶୁକ୍ରବାର ରାତିରେ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ଏହି ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଭେଟି ଦେଇଛନ୍ତି। ଏଥିମଧ୍ୟରେ 50 କୋଟିରୁ ଅଧିକ ମୂଲ୍ୟର 15ଟି ପ୍ରକଳ୍ପର ଉଦ୍ଘାଟନ ଏବଂ 442 କୋଟି ଟଙ୍କାର 64ଟି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ସାମିଲ ଅଛି। ପ୍ରସିଦ୍ଧ କବି ଉପେନ୍ଦ୍ର ଭଞ୍ଜ ଜୟନ୍ତୀକୁ ପ୍ରତିବର୍ଷ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ 7 ଦିନ ଧରି ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଥିବା ଭଞ୍ଜ ଚେୟାରର ପୁନରୁଦ୍ଧାର କରାଯିବା, ଗୋପାଳପୁରର ବନ୍ଦରର ସମ୍ପ୍ରସାରଣ ପାଇଁ 16,554 କୋଟି ଟଙ୍କା ବିନିଯୋଗ କରାଯିବ, ଯାହାଦ୍ୱାରା ପ୍ରାୟ 5,000 ଯୁବକ ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ। ଗୋପାଳପୁର ଓ ନୋଳିଆ ନୂଆଗାଁ ବେଳାଭୂମିକୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା ଦେବା ପାଇଁ ସରକାର ପ୍ରୟାସ କରୁଥିବା ସେ ସୂଚନା ଦେଇଛନ୍ତି। ମହୋତ୍ସବରେ ଶେଷରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପାରମ୍ପରିକ ସମୁଦ୍ର ଆଳତୀ କରିବା ସହ ଉତ୍ସବର ସ୍ମରଣିକା ଶାମୁକା, କଫି ଟେବୁଲ ବୁକ୍ ଏବଂ ଗଞ୍ଜାମ 360 ଆପ୍ର ଲୋକାର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଗଞ୍ଜାମ ହେଉଛି ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଗୋପାଳପୁର ମହୋତ୍ସବ କେବଳ ଏକ ଉତ୍ସବ ନୁହଁ, ଏହା ଆମ ଐତିହ୍ୟ ଓ ପର୍ଯ୍ୟଟନର ଏକ ମିଳନ ସ୍ଥଳ। ପ୍ରତିଟି ବିକାଶର ଧାରା କେମିତି ବଢ଼ିବ, ଏଠି ଗୋଟିଏ ଏ ଅଞ୍ଚଳ ଗୋଟିଏ ହେଉଛି କୋଷ୍ଟ ଲାଇନ୍ର ସବୁଠାରୁ ଲମ୍ବା 100 କିଲୋମିଟର ପାଖାପାଖି ଏଠି ଅଛି। ଏଠି ବେପାର ବାଣିଜ୍ୟ କରିବା ପାଇଁ ଏଇଠି ଅତୀତର ରେକର୍ଡ ଅଛି, ଇତିହାସ କହୁଛି ଏବଂ ତା ସହିତ ମଧ୍ୟ ଆଗାମୀ ଦିନରେ ଏ ଗୋପାଳପୁର, ଗଞ୍ଜାମ ଜିଲ୍ଲାର ଗୋପାଳପୁର, ବାହୁଦା ଏବଂ ଅନ୍ୟାନ୍ୟ ଯେଉଁ ଆମର ପୋର୍ଟ ଅଛି ଜିଲ୍ଲାରେ, ଏଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଯେଭଳି ଭାବରେ ଗୋପାଳପୁର SEZ ଅଛି ଏବଂ ଏଠି ଆଜି 40,000-50,000 କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଗ୍ରାଉଣ୍ଡ ବ୍ରେକିଂ ହୋଇସାରିଲାଣି। ଆଗାମୀ ଦିନରେ ଏ ଅଞ୍ଚଳକୁ ସବୁ ଦୃଷ୍ଟିକୋଣରୁ ସମୃଦ୍ଧ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ସେଥିପାଇଁ ଆମେ ତାର ଯୋଜନା କାର୍ଯ୍ୟକ୍ରମ ରଖିଛୁ। ଆଗାମୀ ଦିନରେ ନିଶ୍ଚିତ ଭାବରେ ଏ ଜିଲ୍ଲା ସମୃଦ୍ଧ ଜିଲ୍ଲା ହେବ ଏବଂ ଓଡ଼ିଶାର 1 ନମ୍ବର ଜିଲ୍ଲା ହେବ। ଆଉ ସମୃଦ୍ଧ ଓଡ଼ିଶା 2036ର ଯେଉଁ ଆମର ଯୋଜନା ଅଛି ତାକୁ ସାକାର କରିବା ପାଇଁ ହେଲେ ଗୋପାଳପୁରର ଏ ବିଚ୍ ଫେଷ୍ଟିଭାଲ ବେଳାଭୂମି ମହୋତ୍ସବ ସହିତ ଏ ଜିଲ୍ଲାର ନେତୃତ୍ୱ ନିଶ୍ଚିତ ଭାବରେ ଓଡ଼ିଶାକୁ 1 ନମ୍ବର କରାଇବ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟ ଓଡ଼ିଶାରେ 1 ନମ୍ବର ପ୍ରତିଷ୍ଠା। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ୍ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ମହାନଗର ନିଗମ, ମ୍ୟୁନିସିପାଲିଟି ଓ NAC ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ।